নীল সিন্ধু তীরে বিজে নীল শৈলে নীল সিন্ধু বলন্তে লবণ সমুদ্র সমুদ্রর তীর দেশরে তট দেশরে বিজে হইচন্তি নীলগিরিবাসী। এ পুଅ সে নীলগিরি উপরে কোউঠি বসিছন্তি? মাদল ପାଞ୍ଜି କହିଲା 10 ଯୋଜନ ବିସ୍ତୀର୍ଣ୍ଣ 5 ଯୋଜନ ମାୟନ୍ତ ଅନେକ ଆଶ୍ଚର୍ଯ୍ୟ ବିଦିୟତେ ମମ କ୍ଷେତ୍ର ନାଙ୍ଗ ଭବେ ତ ପୁରୀ। କହିଲେ ଯେଉଁ କ୍ଷେତ୍ରରେ ଅଛନ୍ତି ସେ କ୍ଷେତ୍ର କିଏ ନା ଅନେକ ଆଶ୍ଚର୍ଯ୍ୟର କ୍ଷେତ୍ର ହେଲା ପୁରୀ। କହିଲେ ମମ କ୍ଷେତ୍ରାଣାଂ ଭବେତ ପୁରୀ, ମୋ କ୍ଷେତ୍ର ହେଉଛି ପୁରୀ କ୍ଷେତ୍ର। ଅନେକ ଆଶ୍ଚର୍ଯ୍ୟର କ୍ଷେତ୍ର ହେଲା ସେ କ୍ଷେତ୍ରରେ ଅନେକ ଆଶ୍ଚର୍ଯ୍ୟ ଅଛି। ଇଏ ସଂସାରରେ ଯେତେ ଦେବତା ଅଛନ୍ତି ସମସ୍ତେ ଦେବତା। ଇଏ ପୁରୀରେ ଯେଉଁ ଦେବତା ଅଛନ୍ତି ସେ ହେଉଛନ୍ତି ଆଶ୍ଚର୍ଯ୍ୟ ଦେବତା। କଣ ଆଶ୍ଚର୍ଯ୍ୟ ଦେବତା? କାଲି ଗାଉଥିଲି ପୁରୀରେ ଆଉ କଣ କଣ ଆଶ୍ଚର୍ଯ୍ୟ ଅଛି? ଅନେକ ଆଶ୍ଚର୍ଯ୍ୟ। କବି କହିଲେ ସେ ଆଶ୍ଚର୍ଯ୍ୟର ହିସାବ ନାହିଁ। କିଛି ତ ତଥାପି ଥିବ ନା କବିଙ୍କର ମତାମତ? କହିଲେ ଅନେକ ଆଶ୍ଚର୍ଯ୍ୟ ଅଛି। କଣ କଣ ଅନେକ ଭିତରୁ କିଛିଟା ଆଜ୍ଞା ପ୍ରମାଣ କରନ୍ତୁ। କହିଲେ ଅନେକ ଆଶ୍ଚର୍ଯ୍ୟ ବିଦିୟତେ ମମ କ୍ଷେତ୍ରାଣାଂ ଭବେତ ପୁରୀ। କ୍ଷେତ୍ର ଶ୍ରେଷ୍ଠ କ୍ଷେତ୍ରରାଜ ହଉଛନ୍ତି କ୍ଷେତ୍ର ଶେଖର ଚୂଡ଼ାମଣି। ଶଙ୍କରାଚାର୍ଯ୍ୟ ଗୋଟିଏ ପଦ ସୁନ୍ଦର ଭାବରେ କଲମ କଲେ। କହିଲେ ନୀଳାଦ୍ରି କନ୍ଦରା ନନ୍ଦୀ ମନ୍ଦରାଳୟ ବନ୍ଦିତ ବନ୍ଦେ ବନ୍ଦାର ମନ୍ଦାର ବନ୍ଦେ ବନ୍ଦାର ମନ୍ଦାର ଇନ୍ଦିରା ମନ୍ଦିର। କହିଲେ ନୀଳାଦ୍ରି କନ୍ଦରା ନନ୍ଦୀ ନୀଳ କନ୍ଦର ଭିତରେ ଗୁମଟ ଗୃହ ଭିତରେ ରତ୍ନ ସିଂହାସନ ରହିଛି। ଯେଉଁ ରତ୍ନ ସିଂହାସନ ଉପରେ ବିରାଜମାନ କ୍ଷେତ୍ର ରାଜେଶ୍ୱର। କହିଲେ ସେ କ୍ଷେତ୍ର ରାଜେଶ୍ୱର ପୁରୀଟା କେତେ ବାଟ, ତାର ଆୟତନ କେତେ? ମାଦଳ ପାଞ୍ଜି କହିଲେ 10 ଯୋଜନ ବିସ୍ତୀର୍ଣ୍ଣ। 10 ଯୋଜନ ଯୋଜନକ କେତେ କିଲୋମିଟର? 7 କିଲୋମିଟର। ତୁ ପାଠ ପଢିଛୁ ନା ମନ ଇଚ୍ଛା କହୁଛୁ? ଆରେ ଯୋଜନଟା ହଉଛି 2 କିଲୋମିଟର 500 ମିଟର। ବହିଟା ପଢିଲା ବେଳକୁ ମୁଁ ଆଜ୍ଞା ସ୍କୁଲକୁ ଯାଇନଥିଲି। ସ୍କୁଲକୁ ଯାଇନଥିଲି। ଆଗର ଯୋଜନ ବର୍ତ୍ତମାନର 2.5 କିଲୋମିଟର 2 କିଲୋମିଟର ବୋଧେ। କହିଲେ 10 ଯୋଜନ ବିସ୍ତୀର୍ଣ୍ଣ। ତାର ଲମ୍ବା କେତେ ନା 10 ଯୋଜନ। 10 ଯୋଜନ ମାନେ 10 ହାତ। 10 ଗୁଣନ 2 କିଲୋମିଟର 500 ମିଟର ସମାନ 25 କିଲୋମିଟର। 5 ଯୋଜନ ମାୟନ୍ତମ୍। ତାର ପ୍ରସ୍ଥ ହେଉଛି କେତେ ନା 5 ଯୋଜନ। 5 ଗୁଣନ 2 500 ମିଟର ସମାନ ହେଉଛି 12 କିଲୋମିଟର 500 ମିଟର। 12 କିଲୋ 500 ମିଟର। କିଲୋ ନାଇଁ ରେ କିଲୋମିଟର। ଯାହାର ପ୍ରସ୍ଥ ହେଉଛି 12 କିଲୋମିଟର 500 ମିଟର। ଏ ହେଉଛି ପୁରୀ। କିନ୍ତୁ ସ୍କନ୍ଦ ପୁରାଣ ମନା କରିଦେଲା। କହିଲା ସେ ପୁରୀଟା କେତେ ବାଟ? ପୁରୀଟା କେତେ ବାଟ ରହିଛି? ଆରେ ସେ ପୁରୀ କେତେ ବାଟ, କେତେ ଜାଗା, ବିସ୍ତୀର୍ଣ୍ଣ କେତେ?
ସୁନ୍ଦର ଭାବରେ ସ୍କନ୍ଦ ପୁରାଣ କହିଲେ କଣ କହିଲେ ଆଜ୍ଞା? କହିଲେ ଯେ କ୍ଷେତ୍ରଟା କେତେ ବାଟ ରହିଛି। କେତେ ବାଟ ଆଜ୍ଞା? କହିଲେ ଲୋକନାଥ ସମାଜକୁ ତ ବାଟ ମଙ୍ଗଳାନ୍ତ ଥେଇବଚ ବୀର ହନୁମାନ ଯୁଗୁତେ ତପସ୍ୟା ତ ଲବଣ କହିଲେ ସେ ପାଖେ ଲୋକନାଥଙ୍କ ଠାରୁ ଏପଟେ ହନୁମାନଙ୍କ ପର୍ଯ୍ୟନ୍ତ ସେ ପାଖେ ବାଟ ମଙ୍ଗଳାଙ୍କ ଠାରୁ ଏ ପାଖେ ଲବଣ ସମୁଦ୍ର ପର୍ଯ୍ୟନ୍ତ ହେଲା ପୁରୀ। ବିଶ୍ୱାସ କରିବା କାହା କଥାକୁ? କାହା କଥାକୁ ଆଜ୍ଞା? ଏ ପୁଅ ଆଉ ଗୋଟିଏ ଶ୍ଲୋକ ପ୍ରମାଣ କଲେ। କହିଲେ ବହି କଣ? କଣ? ବହି ହେଲା ପ୍ରଜାପତି ତନ୍ତ୍ରମ୍। ବହିର ନାମ ହେଲା ପ୍ରଜାପତି ତନ୍ତ୍ରମ୍। ପ୍ରଜାପତି ତୁର୍ତୁମ୍। ପ୍ରଜାପତି ତନ୍ତ୍ରମ୍ କଣ କହିଲା? କହିଲେ ଆଜ୍ଞା? କହିଲା ସେ ଜାଗାଟା କେତେ ବାଟ, ପୁରୀଟା କେତେ ବାଟ? କେତେ ବାଟ ପୁରୀଟା? କହିଲା ଅରୁଣ ସ୍ତମ୍ଭ ସନ୍ନିକଟ ପଶ୍ଚିମ ଦ୍ୱାର ସମାଜକୁ ତ ଚତୁର୍ଧାମୃତ ଏ ଯଦ୍ୱାର ଚତୁର୍ଦ୍ୱାର ସମାୟତ କହିଲେ ସେ ପୁରୀଟା କେଉଁଠି ଅଛି? କେଉଁଠି ଆଜ୍ଞା? ନା ଚାରି ଦୁଆର ଚତୁର୍ଧାମୃତ ମୂର୍ତ୍ତିଙ୍କର ଯେଉଁ ଚାରି ଦୁଆର ରହିଛି ସେ ଚାରି ଦୁଆର ଅର୍ଥାତ କୁର୍ମ ବେଢାଟା ହେଲା ପୁରୀ। କୁର୍ମୀ ବେଢାଟା ହେଲା। ଏ କୁର୍ମୀ ନାଇଁ ରେ, କୁର୍ମ 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 ବେଢା। ସାର୍ ମୋର ସମସ୍ତେ କହୁଛି ଠିକ କହୁଛି, ମୋର କାହିଁକି ଭୁଲ ହଉଛି ସାର୍? ସେମିତି ହଉନଥିଲା ତ ଆଗରୁ। ମୋର ଏମିତି ହଉନଥିଲା ସାର୍, ସେ କହିଲେ ଠିକ କହିଲା ଆଜ୍ଞା। ରହା ରହା ଧନ୍ଦା ତା ବୁଟ କିନ୍ତୁ ସାର୍ କହୁଛି କାହା ବୈଶାଖୀ ଯୋଗୁ ଆର ଭୁଲ ହଉଛି। ଏ ରହା ଅଦିନ ମେଘ ରହା ରହା ବରଣ୍ୟ ସମାଜ ଆଜ୍ଞା। କହିବାର ଉଦ୍ଦେଶ୍ୟ କୋଉ କଥା ଆଜ୍ଞା? ପ୍ରଜାପତି ତନ୍ତ୍ର କହିଲେ କଣ? ଚତୁର୍ଧାମୂର୍ତ୍ତିଙ୍କର ଚାରି ବେଢା ହେଉଛି ପୁରୀ। ପୁରୀ। ଆହା। ଆଜ୍ଞା। ଗରୁଡ଼ ପୁରାଣ, ସଂସ୍କୃତ ଗରୁଡ଼ ପୁରାଣ କଣ ପ୍ରମାଣ ଦେଇଛି କଣ ଆଜ୍ଞା? କହିଲେ? କଣ? କହିଲେ 1,00,000 ଆୟତ ଚତୁର୍ଧାମୃତ ଦେଶ ସମାଦେଶ କ୍ଷେତ୍ରାଣାଂ ପୁରୀ। କହିଲେ ଶାଳଗ୍ରାମ ଯେଉଁ ସ୍ଥାନରେ ପୋତା ହୋଇଛି ହେଲା ସେଇ ଜାଗାଟା ହେଉଛି ପୁରୀ। ପୁରୀ। କେତେ ମଦ ଖାଲି ଦେଖ। ରାହା ରାହା ଯାହା ବି ହେଉ ଆଜ୍ଞା। ଆମେ ବିଷୟବସ୍ତୁ ଟିକେ ଗାଇବା। ଆଜ୍ଞା। ଆଜି କହିଛନ୍ତି ଭାଇନା କହିଛନ୍ତି ଛୋଟ 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 ରାହା 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 ତେଣୁ କ୍ଷେତ୍ରଟା ହେଲା ପୁରୀ। ପୁରୀ। ଏଠି ଠାକୁର କିଏ ରହିଲେ? ଠାକୁର କିଏ? କହିଲେ ନୀଳାଞ୍ଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ଅଭଦ୍ର ସୁଭଦ୍ରା ଜଗନ୍ନାଥାୟ ତେ ନମଃ। କହିଲେ ଏଇଠି ଚତୁର୍ଧାମୃତ ଏ ନମଃ। ନମୋ ନମଃ। ଏଇଠି କେତେ ଜଣ ଦେବତା ଅଛନ୍ତି ରତ୍ନ ସିଂହାସନ ଉପରେ? ତିନି ଜଣ ଆଜ୍ଞା ଓନ୍ଲି 3 ଠାକୁର। ରତ୍ନ ସିଂହାସନ ଉପରେ 3 ଜଣ ଅଛନ୍ତି। ଆଜ୍ଞା। କାହାକୁ କାହାକୁ ଦେଖିଛୁ? ସାରେ ଜଗତକୁ ଦେଖିଛି, ହଁ, ତା ଭାଇ ବଳିଆକୁ ଦେଖିଛି, ହଁ। ଭଉଣୀ କଣ ତା ନାଁ? ସୁଭଦ୍ରା। ସୁଭଦ୍ରା। ରାହା କହିଲା ଜଗତାକୁ ଦେଖିଛି। ଆରେ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦେଖିଛୁ, ବଡ ଭାଇ ବଳଭଦ୍ରଙ୍କୁ ଦେଖିଛୁ, ଆଜ୍ଞା। ସୁଭଦ୍ରା ମାଙ୍କୁ ଦେଖିଛୁ, ହଁ, ଆଉ କାହାକୁ ଦେଖିନୁ? ଆଉ ତ କେହି ନାହାନ୍ତି। ଆଉ ସେ ପୂଜାରୀ ମାନେ ଯାଇକି ଯା ଫୁଲମାଳ ଗଳା ଦେଇକି ପଳେଇଛି, ଆଉ କେହି ନାହାନ୍ତି। ରାହା 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 ଏ ପୁଅ ଆଜ୍ଞା। କହିଲେ ଚତୁର୍ଧାମୃତ ଏ ନମଃ। 4 ଜଣ ଦେବତା ଅଛନ୍ତି। ନାଇଁ ସାର୍, କବିଙ୍କର ମୁଣ୍ଡ ଖରାପ। ଏ ରାହା ଅଛନ୍ତି ସାର୍ 3 ଜଣ ବ୍ୟତୀତ 4 ଜଣ ନାହାନ୍ତି। ମୋ ଦିଅ ଅଛନ୍ତି, ମିଛ କହୁନି ମୁଁ। ରାହା ମୁଁ ଦେଖିଛି। ଆରେ ତୁ ଦେଖିଛୁ ରତ୍ନ ସିଂହାସନ? ହଁ। ନାଇଁ ନାଇଁ ତୁ ରତ୍ନ ସିଂହାସନ ଦେଖି ନାହୁଁ। କଣ ଯୋଉ
ଠାକୁର ବଇଛନ୍ତି ସେଇଟା ରତ୍ନ ସିଂହାସନ ରତ୍ନ ସିଂହାସନ ଉପରେ 4 ଜଣ ଦେବତା ଅଛନ୍ତି। ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଆଜ୍ଞା ସୁଭଦ୍ରା ଏବଂ ସୁଦର୍ଶନ। ସୁଦର୍ଶନ ସୁଦର୍ଶନ କିଏ କାଁ ସେଠି ତ ନାହାନ୍ତି ଛାଡ଼। ସେଇଠି ସୁଦର୍ଶନ ଜଣେ ଅଛନ୍ତି। ଆହା, ରାହା, ଲୁଚିକି କାହିଁକି ରହିବେ? କାହିଁ ତୀର୍ଷଉନାହାନ୍ତି ଏ ରାହା ରାହା ସୁଦର୍ଶନ ବୁଲିବାକୁ ପଳେଇଥିଲେ। ହଁ ଏ ତୀର୍ଷ ରାହା ରାହା ବରଣ୍ୟ ସମାଜ ସେ ରତ୍ନ ସିଂହାସନରେ କେତେ ଦେବତା ଅଛନ୍ତି? ନା 7 ଦେବତା ଅଛନ୍ତି। 4 ଦେବତା ନୁହଁ, 7 ଦେବତା ଅଛନ୍ତି। ଛାଡ଼େ ଅନୁଷ୍ଠାନ ତ ଆଜ୍ଞା ବହୁତ ଖାଇବାକୁ ଦଉଛି ମନ ଭରିକି ଆମେ ଖାଇପାରୁନି। ହଁ ପୁଣି ଅଭାବ ରହିଲା ଯେ ମିଛ କଥା ଏ ରାହା, ମୁଁ ମିଛ କହୁଛି? ବ୍ରାହ୍ମଣିଆ ଗାୟକ ଆପଣ, ଆଚାର୍ଯ୍ୟ ପଣ୍ଡିତ ଜ୍ୟୋତିଷ ବିଜ୍ଞାନ ଆପଣ, ମାନେ ଦାସ୍ତୁବିଦ ବିଜ୍ଞାନ ବୈଜ୍ଞାନିକ ଆପଣ, ହେଲେ ଏତେ ମିଛ କହିକି ଆପଣ ମାନେ କେମିତି ପାରମାଟ କରୁଛନ୍ତି? ସଞ୍ଜୁ, ଆଜ୍ଞା ଆରେ ମୁଁ ମିଛ କହୁଛି? ଆପଣ ମିଛ କହୁନାହାନ୍ତି। ମୁଁ କଣ ମିଛ କହିଲି? ଆପଣ କହିଲେ ସେମାନେ ସିଂହାସନ ଉପରେ 4 ଠାକୁର ବିଚାରମାନ କରିଛନ୍ତି। ବିରାଜମାନ କରିଛନ୍ତି। ବିରାଜମାନ ତ କରିଛନ୍ତି। କଥାରୁ ତ ପାଟି ଖସଡି ଯାଉଛି। ମୁଁ କଣ ସାର କରିବି, ମୋର ତ ଛୋଟିଆଟା ଏ ରାହା, କଣ ଛୋଟିଆଟା? ଯିବ ସେମିତି ଲଗେଇ ତୁ କାହିଁକି ଭିତରକୁ କଥା ନୁହଁ? ଭିତରୁ ନ ଲଗେଇ କଣ? ସଞ୍ଜୁ, ସାର୍ ଆପଣ କହିଲେ 4 ଠାକୁର ବିରାଜମାନ କରିଛନ୍ତି, ହଁ ପୁଣି କହୁଛନ୍ତି ନାଇଁ 4 ଠାକୁର 7 ଠାକୁର ବିରାଜମାନ କରିଛନ୍ତି। ଆରେ ଶ୍ଲୋକ କହିଲା ଚତୁର୍ଧାମୃତ ଏ ନମଃ। ଆଜ୍ଞା 4 ଜଣ ଦେବତା ଅଛନ୍ତି। ହଁ ହଁ ଆଉ ଗୋଟେ ଶ୍ଲୋକ କହିଲା କଣ? 7 ଦେବତା ଅଛନ୍ତି। ତାହେଲେ ଯଦି ଅଛନ୍ତି ସେ 7 ଦେବତା କିଏ ପ୍ରମାଣ କରନ୍ତୁ? ଏ ପୁଅ, ଆଜ୍ଞା 7 ଦେବତା ଅଛନ୍ତି। କିଏ ସେ 7? କିଏ କିଏ ଅଛନ୍ତି? ଗଣିନେ ଗଣିନେ ଆଜ୍ଞା ଶ୍ରୀ ଜଗନ୍ନାଥ, 1 ବଡ଼ ଭାଇ ବଳଭଦ୍ର, 2 3 ହେଲେ ମା ସୁଭଦ୍ରା, 3 4 ହେଲେ ସୁଦର୍ଶନ, 4 5 ହେଲେ ଆଦିମାତା ଆଜି 6 ରେ କିଏ ରହିଲେ? ଭୂଦେବୀ, ଆଜ୍ଞା ଶେଷ ଲାଷ୍ଟରେ କିଏ ରହିଲେ? 7 ନମ୍ବର ଶେଷରେ ମଦନ ରହିଲେ ରେ। ଆଉ ଜଣେ ଦେବତା ହେଉଛନ୍ତି ମଦନ ମୋହନ। ଯଦି ସାର୍ ଟିକେ କ୍ଷମା କରିବେ, ଯଦି କ୍ଷମା ମୁଁ କରୁନି, କଣ କହିବା କଥା? ଆଜ୍ଞା ଯଦି ରହିଲେ 7 ଠାକୁର, ତାହେଲେ 3 ରଥ କାହିଁକି ଭିଡା ହଉଛି? କେତେ ହାଡିଆ ମୋର। ହଁ ସେଇଆ ସେଇଆ। ଆରେ ଠାକୁର ହେଲା 3। 3 7 ରଥ ମାନେ 3 ଠାକୁର, ମାନେ 3 ଠାକୁର ହେଲେ। ଆପଣ କହିଲେ 4 ଠାକୁର। ଏ ପୁଅ, ଆଜ୍ଞା। ସେ ଯେଉଁ 7 ଠାକୁର, ଆଜ୍ଞା। ସେ ପୁଣି 2 ପ୍ରକାର ବିଗ୍ରହ। 2 ପ୍ରକାର ବିଗ୍ରହ ହଉଛନ୍ତି 2 ପ୍ରକାର। 2 ପ୍ରକାର ବିଗ୍ରହ ମାନେ ତା ମାନେ ସେ ପୁରୁଷ ସ୍ତ୍ରୀ ହେଇକି ଅଣ୍ଟା ହେଇଛନ୍ତି। ନାଇଁ ନାଇଁ, କହିଲେ ଦାରୁ ବିଗ୍ରହ 4 ଆଉ ଧାତୁ ବିଗ୍ରହ ହଉଛନ୍ତି 3। ସାର୍ କିଛି ବୁଝିବେ, ଦାରୁ ବିଗ୍ରହ ମାନେ ଯୋଉମାନେ ଫୁଟୁଛନ୍ତି ଠୋଠା ହେଇକି ନା, ରାହା ରାହା ରାହା, ଠୋଠା ହେଇକି ଫୁଟୁ ନାହାନ୍ତି। ଆଉ ଦାରୁ ବିଗ୍ରହ ଦାରୁ ଅର୍ଥ ହେଲା କାଷ୍ଠ। ଏ ଭଗବାନ କେଡେ ଭିତର କଥା ମୋ ମୁଣ୍ଡରେ କିଛି ରାହା, କାଠର ତିଆରି ହେଉଛନ୍ତି 4 ଦେବତା। କାଠରେ ମାନେ କାଷ୍ଟରେ ତିଆରି ହଉଛନ୍ତି 4 ଦେବତା। ଦେବତା 4, କିଏ କିଏ? ଧାତୁରେ ତିଆରି ହେଉଛନ୍ତି 3 ଦେବତା। ସବୁ ମିଶିକି 7 ହେଲେ। କାଠରେ କିଏ କିଏ? 4 ଶ୍ରୀ ଜଗନ୍ନାଥ, 1 2 ହେଲେ ବଡ଼ ଭାଇ ବଳଭଦ୍ର, 2 3 ହେଲେ ମା ସୁଭଦ୍ରା, 3 4 ହେଲେ ସୁଦର୍ଶନ। ଆଜ୍ଞା ଧାତୁରେ ଆଉ 3 ଦେବତା କିଏ? ଆଜ୍ଞା ଭୂଦେବୀ, 1 ଶ୍ରୀଦେବୀ 2 ଏବଂ ମଦନ ମୋହନ। ଇଏ 7 ଦେବତା ବିରାଜମାନ କରିଛନ୍ତି। ଆହା, ଗୋଟିଏ ପଦ ଶ୍ଲୋକ ବ୍ୟାସ ଲେଖିଲେ, କଣ ଲେଖିଲେ? ଆଜ୍ଞା କହିଲେ ଦୋଳେଶ୍ଚ ଦୋଳ ଗୋବିନ୍ଦ ଚାପେ ତୁ ମଧୁସୂଦନ ବାମନଂ ଦୃଷ୍ଟ୍ୱା ରଖେ ତ୍ୱଂ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। କହିଲେ, ବୁଝେଇ ଦେଲେ ବ୍ୟାସ। କଣ କହିଲେ? ଆଜ୍ଞା କହିଲେ ଦୋଳେଶ୍ଚ ଦୋଳ ଗୋବିନ୍ଦମ, ଦୋଳ ଗୋବିନ୍ଦମ ହେଲେ ଇଏ କଣ? ଦୋଳରେ ରହିଲେ ଗୋବିନ୍ଦ, ଦୋଳ ଗୋବିନ୍ଦ। ଦୋଳ ଗୋବିନ୍ଦ। ଆଜ୍ଞା ଆହା,
ଚାପେ ତୁ ମଧୁସୂଦନ ଇଏ କଣ ଚାପ ଖେଳିବାକୁ ଯେତେବେଳେ ବୈଶାଖ ମାସ ଆସିଗଲା ଆଜ୍ଞା ଚନ୍ଦନ ଯାତ୍ରା ହବ ବେଶ ଚାପ ଖେଳ ହବ ମଧୁସୂଦନଙ୍କ ରୂପ ହୋଇଯାନ୍ତି ପ୍ରଭୁ ପ୍ରଭୁ ମଧୁସୂଦନ ରୂପରେ ଚାପେ ତୁ ମଧୁସୂଦନ ଆଜ୍ଞା ରଥେ ତ୍ୱଂ ବାମନଂ ଦୃଷ୍ଟ୍ୱା ଛୁଆ ରଥରେ ବାମନ ଖୋଲା ଅଛି ଅଫିସ ଖୋଲା ଅଛି ବେଲେ ରଥେ ତ୍ୱଂ ବାମନଂ ଦୃଷ୍ଟ୍ୱା ବେଶ ରଥରେ ବାମନ ରୂପ ପୁନର୍ଜନ୍ମ ନ ବିଦ୍ୟତେ ବାପା ମାନ ମୋର ଭାଇ ମାନ ମୋର ଜୀବନରେ ଥରେ ଯଦି ଏ ତିନୋଟି ରୂପକୁ ଆମେ ଦର୍ଶନ କରିବା ତିନିଟା ରୂପକୁ ଦର୍ଶନ କରିବା ଆଉ ପୁନର୍ଜନ୍ମ ହେବ ନାହିଁ ଗୋବର ମୁଣ୍ଡିଆ ତମେ ସବୁ ଆଇଛ କାଇଁ ତମ କୋଉ ମୁଣ୍ଡ କି ସାର୍ ଇଏ ଠାକୁରଙ୍କୁ ତିନି ଠାକୁରଙ୍କୁ ଦେଖିଲା ମାନେ ପୁନର୍ଜନ୍ମ ନବନି ତିନି ରୂପକୁ ଦର୍ଶନ କଲା ପରେ ଆଜ୍ଞା ଆଉ ପୁନର୍ଜନ୍ମ ମଣିଷ ଜୀବନରେ ନାହିଁ ସେମିତି ଠାକୁର ମୋର କେବୁକୁ ଦରକାର ଏ ଭାଗ୍ୟ ସରିଗଲା ରେ ମୋର କେବୁ କାମ ଆରେ କାହିଁକି ଏ କଥା କହିଲୁ ଏତେ ବଡ ସୁନ୍ଦର ସୃଷ୍ଟିଟିଏ ଭଗବାନ ତିଆରି କଲେ ଆଉ ଯଦି ଜନ୍ମ ନ ହବ ମା ପେଟରେ ରହିକି କଣ ଏ ରହ ରହ ଆରେ ମା ପେଟରେ ଆଉ ରହିବ ନାହିଁ ଆଉ କୋଉଠି ରହିବ? କଣ ହବ କଣ ଶେଷରେ କଣ ପାଇବ କଣ ପାଇବୁ ଆଜ୍ଞା? କଲେ ଅନ୍ତେ ବୈକୁଣ୍ଠ ଭୋଗଟି ମୋର ହେବ ଦର୍ଶନ ରେ ବଦର୍ଶନ। ଯେତେବେଳେ ମୋର ମୁଁ ତୋର ତିନୋଟି ରୂପକୁ ଦେଖିବି Yes. ମୋର ଆଉ ପୁନର୍ଜନ୍ମ ହବନି ନାଇଁ ନାଇଁ ଅନ୍ତେ ବୈକୁଣ୍ଠରେ ବାସ ହେବ ରେ ଅନ୍ତେ ବୈକୁଣ୍ଠ ପ୍ରାପ୍ତି ମିଳିବ ବେଶ ପ୍ରଭୁ ଜଗନ୍ନାଥଙ୍କର ସାନ୍ନିଧ୍ୟ ପ୍ରାପ୍ତ ହେବ ଆଚ୍ଛା ପ୍ରଭୁଙ୍କର ଦେହରେ ଲୀନ ହୋଇଯିବା ପ୍ରଭୁଙ୍କ ଦେହରେ ଆମେ ମାନେ ମିଶିଯିବା ମିଶିଯିବା ତେଣୁ ସେ ଯେଉଁ ରତ୍ନ ସିଂହାସନ ରହିଛି ଆଜ୍ଞା। ରତ୍ନ ସିଂହାସନ ଦେବତା କେତେ କେତେ ଆଜ୍ଞା ଦେବତା ହେଲେ ସାତ ସାତ ଦେବତା ଧାତୁ ଦେବତା ତିନି ତିନି କାଷ୍ଟ ଦେବତା କାଷ୍ଟ ଦେବତା ହେଉଛନ୍ତି ଚାରି ତେଣୁ ସେ ଦେବତାଙ୍କୁ ଦର୍ଶନ କରିବା ପରେ ପୁନର୍ଜନ୍ମ ନ ବିଦ୍ୟତେ ପୁନର୍ବାର ଆଉ ରୂପ ଦର୍ଶନ ମିଳିବ ନାହିଁ ଆହା ତେଣୁ ସେ ଯେଉଁ ବିଗ୍ରହ ସପ୍ତ ମୂର୍ତ୍ତି ପ୍ରଭୁ ଅନାଦି ପୁରୁଷ ପରମାତ୍ମା ମହାବାହୁ ବଳିଆର ଭୁଜ ରତ୍ନ ସିଂହାସନ ଉପରେ ବସି ସମସ୍ତଙ୍କର ମଙ୍ଗଳ ବିଧାନ କରିବା ସହିତ ଉକ୍ତ କମିଟିର ସମସ୍ତ କର୍ମକର୍ତ୍ତା ମାନଙ୍କର ସଭାପତି ସମ୍ପାଦକ ମହୋଦୟଙ୍କର ତଥା ସାହାଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନ ମାନଙ୍କର ସମସ୍ତ ଗୋଷ୍ଠୀ ମାନଙ୍କର ଏବଂ ପାଲା ଦର୍ଶନ କରୁଥିବା ପାଲା ଶ୍ରବଣ କରୁଥିବା ପାଲା ଉପଭୋଗ କରୁଥିବା ସମସ୍ତ ଦର୍ଶକ ଦର୍ଶିକା ସତ୍ୟନାରାୟଣ ଜଗନ୍ନାଥଙ୍କର ଭକ୍ତ ବୃନ୍ଦଙ୍କର ସେ ଦାରୁ ମୂର୍ତ୍ତି ଦାରୁ ବ୍ରହ୍ମ ଦାରୁ ସର୍ବସ୍ମିନ୍ କାଳେ ମଙ୍ଗଳ ବିଧାନ କରନ୍ତୁ ବୋଲାନନ୍ଦେ କବାର